ମୋ ନାଁ ବିକାଶ। ମୁଁ ବାରିପଦାରେ ଚାକିରି କରେ। ସେହି ଅଫିସରେ ଜଣେ ଚାକିରି କରନ୍ତି। ତାଙ୍କର ଭଉଣୀଙ୍କର ନାଁ ହେଉଛି ଚାରୁ। ଦେଖିବାକୁ ବହୁତ ସୁନ୍ଦରୀ, ଗୋରା ତକ ତକ ଦେହ। ତା'ର ବୟସ ପ୍ରାୟ 40 ହେବ। କିନ୍ତୁ କିଛି କାରଣବଶତଃ ସେ ବାହା ହୋଇଥାଏ। ତା' ଦେହର ସାଇଜ୍ ବି ଠିକ୍ ଅଛି, କିନ୍ତୁ ସେ ଟିକେ ମୋଟି। କିନ୍ତୁ ମୋଟି ହେଲେ ବି ତାଙ୍କର ସାଇଜ୍ ପୁରା ଭଲ ଅଛି। ଆଉ ତାଙ୍କର ଅଣ୍ଟା 32, ଆଉ ତାଙ୍କର ପଛ ଭାଗ ପୁରା ଚଉଡ଼ା ଅଛି। ସେ ସବୁବେଳେ ଶାଢ଼ୀ ପିନ୍ଧିକି ଅଫିସକୁ ଆସେ। ଦେଖିବାକୁ ବହୁତ ସୁନ୍ଦରୀ ଲାଗେ। ତାଙ୍କ ଅଫିସରେ ସମସ୍ତେ ତାକୁ ଲାଇନ୍ ମାରନ୍ତି। ମୁଁ ତାଙ୍କ ଘରକୁ ପ୍ରାୟ ସମୟ ଯା ଆସ କରେ। ଏମିତି ଦିନେ ସନ୍ଧ୍ୟାବେଳକୁ ତାଙ୍କ ଘରକୁ ମୁଁ ଯାଇଥାଏ। ହଠାତ୍ ତା ଭାଇଙ୍କର ଶ୍ୱଶୁରଙ୍କ ଘରୁ ଫୋନ୍ ଆସିଲା। ତେଣୁ ତା ଭାଇ ଆଉ ଭାଉଜ ଦୁହେଁ ଚାଲିଗଲେ। ଆଉ ମୋତେ କହିଲେ, ତୁ ଆଜି ରହିଯା। ମୁଁ ମନା କରିବାରୁ ସେ ମୋତେ ବାଧ୍ୟ କଲେ। ତେଣୁ ମୁଁ ରହିଲି। ଚାରୁ ରୋଷେଇ ସାରି ମୋତେ କହିଲା, ଭାଇ ତମେ ଲୁଙ୍ଗି ବଦଳି ଫ୍ରେଶ ହୋଇ ଆସ, ଖାଇଦେବ। ସେଠୁ ମୁଁ କହିଲି, ହଉ ଆସେ, ସାଥୀ ହୋଇ ଖାଇଦେବା। ତାପରେ ଆମେ ଦୁହେଁ ଖାଇସାରିଲୁ। ଆଉ ଆସି ଟିଭି ଦେଖିବାକୁ ଲାଗିଲୁ। ଟିଭିରେ ଗୋଟେ ଭଲ ସିନ୍ ଦେଉଥାଏ। ମୁଁ କହିଲି, କ'ଣ ହେଲା ଚାରୁ? ଚାରୁ କହିଲା, ନା କିଛି ନାହିଁ, ଏମିତି ତମ ପାଖରେ ବସିବାକୁ ଇଚ୍ଛା ହେଲା। ଆଉ କିଛି ସମୟ ପରେ ମୋ ହାତ ପାପୁଲିକୁ ଚାରୁ ଘଷିବାକୁ ଲାଗିଲା। ତାପରେ ଚାରୁ ମୋ ହାତରେ ଗୋଟେ କଲା। ସେଠୁ ତା ପ୍ରତି ମୋର ଖରାପ ନଜର ଆସିଗଲା। ଆଉ ଧୀରେ ଧୀରେ ମୋ ନଜର ତା'ର ସେଇ ଗୋଲ ଗୋଲ ଜିନିଷ ଉପରେ ପଡ଼ିଲା। ଗାଉନ ଫାଙ୍କ ମଝିରେ ତା'ର ଅଳ୍ପ ଦେଖାଯାଉଥାଏ। ତାପରେ ଚାରୁକୁ ମୋ ଆଡ଼କୁ ଟାଣି ଆଣି ତା ଗାଲରେ ମୁଁ ଟିକେ ଗେଲ କରିବାକୁ ଲାଗିଲି। ଆଉ ତା ଓଠରେ ଓଠ ରଖି ଚାଟିବାକୁ ଲାଗିଲି। ଚାରୁ ବି ମୋତେ ସାଥ ଦେବାକୁ ଲାଗିଲା। ଆଉ ହଠାତ୍ ସେ ମୋତେ ପେଲି ଦେଇ ମୁହଁ ବୁଲେଇକି ଶୋଇପଡ଼ିଲା। ଆଉ ମୁଁ ତା କପଡ଼ା ଭିତରେ ହାତ ଭର୍ତ୍ତି କରି ତା'ର ସେଇ ଗୋଲ ଗୋଲ ଜିନିଷକୁ ଦଳିବାକୁ ଲାଗିଲି। ଆଉ ଧୀରେ ଧୀରେ ଚାରୁର ସେଇ ଜିନିଷ ଆଡ଼େଇ ମୁଁ ତା'ର ପିଠି ନାହିଁ ସବୁଆଡ଼େ ଚାଟିବାକୁ ଲାଗିଲି। ସେ ଖାଲି ସଁ ସଁ ହେଉଥାଏ। ଚାରୁ ବଡ଼ ବଡ଼ ତା'ର ସେଇ ଗୋଲ ଗୋଲ ଜିନିଷ ଉପରେ ବାଦାମୀ ରଙ୍ଗର ତା'ର ସେଇ ଗୋଲ ଜିନିଷ ବହୁତ ଭଲ ଦେଖାଯାଉଥାଏ। ଆଉ କିଛି ସମୟ ଆମେ ଗେଲ ହେଲା ପରେ ଆମେ ଗଡ଼ାଗଡ଼ି ହେଲୁ। ତାପରେ କିଛି ସମୟ ପରେ ମୁଁ ତା'ର ସେଇ ଗୋଲ ଗୋଲ ଜିନିଷ ଦୁଇଟାକୁ ଖାଇବାକୁ ଲାଗିଲି। ଆଉ ଗୋଟେ ହାତରେ ଅନ୍ୟଟିକୁ ଦଳୁଥାଏ। ଚାରୁ କହୁଥାଏ, ସତରେ ଭାଇ ତମେ ବହୁତ ଭଲ, ମୋତେ ବହୁତ ମଜା ଦେଉଛ। ଆଉ ଧୀରେ ଧୀରେ ମୁଁ ତା'ର ତଳବାଲା କପଡ଼ା ଭିତରେ ହାତ ଭର୍ତ୍ତି କରି ତା'ର ସେଇଠି ହାତ ମାରିଲି। ଦେଖିଲି। ଆଉ ମୁଁ କହିଲି, ଚାରୁ ତୁ କ'ଣ ମୋତି ପକେଇଲୁ କି? ଚାରୁ କହିଲା, ନାଇଁ ଭାଇ। ମୁଁ ତା ଭିତରେ ଆଙ୍ଗୁଠି ପୂରେଇଲି। ଚାରୁ କହିଲା, କାଟୁଛି ଭାଇ। ତାପରେ ମୁଁ ତା'ର ସେଇ କପଡ଼ାକୁ ଖୋଲି ବାହାର କରିଦେଲି। ଦେଖିଲି ତା ଭିତରେ ପୁରା ଚୁଟି ଭର୍ତ୍ତି ହୋଇଛି। ଏତେ ଚୁଟି ଯେ ତା'ର ସେଇ ଜିନିଷ ଜମାରୁ ଦେଖାଯାଉନଥାଏ। ମୁଁ କହିଲି, ଚାରୁ ତୋ ଭିତରେ ବହୁତ ଚୁଟି ହୋଇଛି। ଚାରୁ କହିଲା, ମୁଁ କେବେରୁ ଚୁଟି କାଟିନି, ତେଣୁ ବହୁତ ଚୁଟି ଅଛି। ମୁଁ କହିଲି, ଚାରୁ ତୋର ଏଇଟା ଯେମିତି ହୋଇଛି ନା, ଖାଲି ଖାଇବାକୁ ଇଚ୍ଛା ହେଉଛି। ସେଠୁ ଚାରୁ କହିଲା, ଭାଇ ଖାଉନ। ତାପରେ ସେ କହିଲା, ମୁଁ କ'ଣ ମନା କରିଛି? ତାପରେ ମୁଁ ତା'ର ସେଇ ଚୁଟିକୁ ଆଡ଼େଇ ତା ଭିତରେ ମୋର ଜିଭକୁ ପୂରେଇ ଚାଟିବାକୁ ଲାଗିଲି। ଆଉ ସେ ମୋ ମୁଣ୍ଡକୁ ତା ଉପରେ ଚାପି ଧରିଲା। ମୁଁ ତା'ର ସେଟାକୁ ଚାଟି ଚାଟି ତା'ର ପୁରା କାମୁଡ଼ି ଦେଉଥାଏ। ଏଣେ ଚାରୁ କହୁଥାଏ, ଭାଇ ମଜା ଲାଗୁଛି, କାମୁଡ଼ି କାମୁଡ଼ି ଖାଇଦିଅ ମୋର ଏଇଟାକୁ। କିଛି ସମୟ ପରେ ତା'ର ସେଇଠୁ ପାଣି ବୋହିବାକୁ ଲାଗିଲା। ଚାରୁ କହିଲା, ଭାଇ ମୋର ବାହାରିଲା। ହଁ ଚାରୁ, ତୋ ଭିତରେ କେତେ ପାଣି ଅଛି ଯେ, ଆଜି ତୁ ବାହାର କରିଦେ। ତାପରେ ଚାରୁ କହୁଥାଏ, ଆଉ ମୋ ମୁଣ୍ଡକୁ ଜାବୁଡ଼ି ଧରି ସବୁତକ ପାଣିକୁ ସେ ଛାଡ଼ିଲା। ମୁଁ ସେଠୁ ତା ଭିତରୁ ସବୁ ପାଣିକୁ ଚାଟି ଚାଟି ପୁରା ସଫା କରିଦେଲି। ଆଉ ସେ କହିଲା, ଭାଇ ତମର ଏତେ ମୋଟା ଆଉ ଲମ୍ବା, ମୋର ତ ପୁରା ଫାଟିଯିବ। ମୁଁ କହିଲି, ନାଇଁ ଲୋ ଚାରୁ, ତୋର ସେଇଟାକୁ ମୋର ଏଇଟା ଠିକ୍ ହେବ, ପୁରା ତୋ ନାହିରେ ଯାଇକି ବାଜିବ। ତାପରେ ସେ କହିଲା, ସତରେ ଭାଇ ତମର ଏଇଟା ନା ବହୁତ ସୁନ୍ଦର ହୋଇଛି। ତାପରେ ଚାରୁ ମୋର ସେଟାକୁ ଧରି କେନ୍ଦିଲା। ଆଉ ପାଟିରେ ପୁରେଇ ଖାଇବାକୁ ଲାଗିଲା। ମୁଁ କହିଲି, ଚାରୁ ଭଲ କି ଖାଇଯା। ଚାରୁ କହିଲା, ହଁ ଭାଇ, ମୋତେ ଖାଇବାକୁ ବହୁତ ଭଲ ଲାଗୁଛି। ଆଉ କିଛି ସମୟ ପରେ ମୋର ସେଇଠୁ ପାଣି ବାହାରିବାକୁ ଲାଗିଲା। ସେଠୁ ଚାରୁ ସବୁ ଚାଟି ଚାଟି ସଫା କରିଦେଲା। ଆଉ କହିଲା, ଭାଇ ତମର ପାଣି ସତରେ ବହୁତ ମିଠା। ସତରେ ଚାରୁ, ଆଜି ପର୍ଯ୍ୟନ୍ତ ଏମିତି କେବେ ପାଣି ବାହାରି ନଥିଲା। ତାପରେ ଆମେ ଦୁହେଁ କୁଣ୍ଡାକୁଣ୍ଡି ହୋଇ ଗଡ଼ାଗଡ଼ି ହେଲୁ। ୟା ଭିତରେ ମୁଁ ଚାରୁ ଭିତରେ ଆଙ୍ଗୁଠି ପୂରେଇବାକୁ ଲାଗିଲି। ଦେଖିଲି ତା ଭିତରଟା ପୁରା ନାଳୁଆ ହୋଇଛି। ଚାରୁ କହିଲା, ଭାଇ ଆଉ ସମ୍ଭାଳି ହେଉନି, ଏଥର ତମର ସେଇଟାକୁ ମୋ ଭିତରେ ପୂରେଇ ସବୁତକ ପାଣି ବାହାର କରିଦିଅ। ମୁଁ କହିଲି, ହଁ ଚାରୁ, ତୋର ସେଇଠୁ ଆଜି ସବୁତକ ପାଣି ମୁଁ କାଢ଼ିଦେବି। ତାପରେ ମୁଁ ତା ଭିତରେ ମୋର ନେଇକି ଘଷିବାକୁ ଲାଗିଲି।
ଚାରୁ ଆହୁରି ଗରମ ହେବାକୁ ଲାଗିଲା ଆଉ ନିଜ ହାତରେ ମୋର ଧରିକି ତା ଭିତରେ ଭର୍ତ୍ତି କରିବାକୁ ଲାଗିଲା ଆଉ କହିଲା ଭାଇ ଏଥର ପୁରାଅ। ଆଉ ତାପରେ ମୁଁ ଗୋଟେ ଧକ୍କା ଦେଲି, ତା ଭିତରେ ମୋର ଅଧା ପଶିଛି କି ନାହିଁ ସେ କହିଲା ଭାଇ କାଟୁଛି, ବାହାର କରିଦିଅ। ମୁଁ କହିଲି ତୋର ପ୍ରଥମ ଥର ତେଣୁ ଟିକେ କଷ୍ଟ ହେବ। ଚାରୁ କହିଲା ନା ଭାଇ ବହୁତ ଜୋରରେ କାଟୁଛି। ଆଉ ମୁଁ ତା କଥା ନ ଶୁଣି ଆଉ ଏକ ଧକ୍କା ମାରିଲି, ମୋର ପୁରା ତା ଭିତରେ ପଶିଗଲା। ସେ ମୋତେ ଜାବୁଡ଼ି ଧରି କହିଲା ଭାଇ ବହୁତ କଷ୍ଟ ହେଉଛି। ମୁଁ ତାପରେ ତାର ଏକ ଗୋଲ ଜିନିଷକୁ ଦଳିଲି ଆଉ ଆରଟିକୁ ପାଟିରେ ପୂରେଇ ଖାଇବାକୁ ଲାଗିଲି ଆଉ ଦେହରେ ତାକୁ ଟିକେ ଟିକେ ଚାରୁକୁ ମଜା ଆସିଲା। ଆଉ ଚାରୁ କହିଲା ସତରେ ଭାଇ ଏଥର ମଜା ଲାଗୁଛି। ମୁଁ ସେଠୁ ଧୀରେ ଧୀରେ ମୋର ଆଗପଛ କରିବାକୁ ଲାଗିଲି ଆଉ ଚାରୁ ମୋ ଅଣ୍ଟାକୁ ଧରି ତଳପଟୁ ଉଠାପକା କରି ମଜା ନେଉଥାଏ। ଆଉ କିଛି ସମୟ ପରେ ଚାରୁର ସେଇଠୁ ପାଣି ବହିବାକୁ ଲାଗିଲା ଆଉ ମୋର ଏଇ ଜାଗାର ଚୁଟି ପୁରା ଓଦା ହୋଇଗଲା। ମୋର କିନ୍ତୁ ଏପର୍ଯ୍ୟନ୍ତ ବାହାରି ନଥାଏ। ମୁଁ ଆହୁରି ଜୋର ଜୋରରେ ଧକ୍କା ମାରିବାକୁ ଲାଗିଲି। ଚାରୁର ପୁଣି ପାଣି ବାହାରିବାର ସମୟ ଆସିଲା। ଚାରୁ କହିଲା ଭାଇ ଆହୁରି ଜୋରରେ କର, ମୋର ଏଥର ପାଣି ବାହାରିବ। ମୁଁ କହିଲି ହଁ ଲୋ ଚାରୁ ମୋର ବି ବାହାରିବ। ତ ଭିତରେ ଛାଡ଼ିବି ନା ବାହାରେ? ଚାରୁ କହିଲା ନା ମୋ ଭିତରେ ଛାଡ଼, ମୁଁ ଶୁଣିଛି ଭିତରେ ପାଣି ପଶିଲେ ବହୁତ ମଜା ଲାଗିଥାଏ। ମୁଁ କହିଲି ହଁ ଚାରୁ କିନ୍ତୁ ତୋ ପେଟରେ ହୋଇଯିବ। ଚାରୁ କହିଲା ପେଟରେ ହେଲେ ଔଷଧ ଖାଇଦେବି। ତାପରେ ମୁଁ ତା ଭିତରେ ମୋର ପାଣିକୁ ପୂରେଇ ଦେଲି। ସେ ସମୟକୁ ଚାରୁର ଆଉ ଥରେ ପାଣି ବାହାରି ପଡ଼ିଲା। ଚାରୁ ମୋତେ ଜୋରରେ ଜାବୁଡ଼ି ଧରି ତା ଭିତରୁ ସବୁତକ ପାଣିକୁ ଛାଡ଼ିଦେଲା ଆଉ ମୋତେ କହିଲା ଭାଇ ସତରେ ସତରେ ଭାଇ ତୁମର ଏଇ ଜିନିଷରେ ବହୁତ ମଜା, ମୁଁ ଜାଣିନଥିଲି। ତାପରେ ଆମେ ଦୁହେଁ ଗାଧୁଆ ଘରକୁ ଗଲୁ ଆଉ ସେମିତି ବିନା କପଡ଼ାରେ ଆମେ ଚାରୁ ମୋର ଟିକେ ଭଲରେ ଧୋଇଲା ଆଉ ମୋର ପୁଣି ଠିଆ ହେବାକୁ ଲାଗିଲା। ମୁଁ କହିଲି ଚାରୁ ତୁ କାନ୍ଥକୁ ଭରା ଦେଇକି ନଇଁ ରହ। ଆଉ ସେ ଧରିଲା। ମୁଁ ତାର ଗରା ମଚମଚ ଚାଟିବାକୁ ଲାଗିଲି। ତାପରେ ତାର ସେଟାକୁ ମେଲେଇକି ମୋ ଜିଭ ଭର୍ତ୍ତି କରି ଚାଟିବାକୁ ଲାଗିଲି। ଚାରୁ କହିଲା ଭାଇ ତମେ କି ସୁଖ ଦେଉଛ। ତାପରେ ସେ ଟିକେ ନଇଁଗଲା। ମୁଁ ସେଠୁ ତା ଭିତରେ ନେଇକି ମୋର ଭର୍ତ୍ତି କଲି ଆଉ ଅଣ୍ଟାକୁ ଧରି ଏକ ଧକ୍କା ମାରିଲି ଯେ ତାର ଲାଳୁଆ ଥିବାରୁ ମୋର ଭସ୍ କିନା ଭିତରେ ପଶିଗଲା। ତାପରେ ତାର ସେଇ ଗୋଲ ଗୋଲ ଜିନିଷ ଦୁଇଟାକୁ ଦଳି ଦଳି ତାକୁ କରିବାକୁ ଲାଗିଲି। ଚାରୁ ଆଉ ସମ୍ଭାଳି ନପାରି ନିଜର ପଛକୁ ଆଗ ପଛ କରି ଚିତ୍କାର କରିବାକୁ ଲାଗିଲା ଆଉ ମୁଁ ତାର ସେଇ ଗୋଲ ଗୋଲ ଜିନିଷ ଦୁଇଟାକୁ ରଗଡ଼ି ରଗଡ଼ି ତାକୁ ମଜା ଦେଉଥାଏ। ଆଉ କିଛି ସମୟ ପରେ ଚାରୁ ଭିତରୁ ପୁଣି ପାଣି ବହିବାକୁ ଲାଗିଲା ଆଉ ସେ ପୁରା ଓଦା ଓଦା ହୋଇଗଲାଣି, କିନ୍ତୁ ମୁଁ ତାକୁ କରି ଚାଲିଥାଏ। ଆଉ କିଛି ସମୟ ପରେ ମୋର ବି ବାହାରି ପଡ଼ିଲା। ତାପରେ ଆମେ ଦୁହେଁ ଧୁଆଧୋଇ ହୋଇ ଆସିକି ଶୋଇଲୁ ଆଉ ଏମିତି ସକାଳ ହେଉ ହେଉ ଆମର ଲେଟ୍ରେ ଉଠିଲୁ। ଚାରୁ ସେମିତି କପଡ଼ା ନ ପିନ୍ଧିକି ଶୋଇଗଲା। ଆଉ କିଛି ସମୟ ପରେ ଉଠିଲା ଆଉ ସେ ଚା କରିବା ପାଇଁ ଗଲା। ମୁଁ ବି ତା ପଛେ ପଛେ ଗଲି। ସେ ଚା ବନାଉଥାଏ ଆଉ ମୁଁ ତାକୁ ପଛପଟୁ ଜାବୁଡ଼ି ଧରି ତାର ସେଇ ଗୋଲ ଗୋଲ ଜିନିଷକୁ ଦଳିବାକୁ ଲାଗିଲି। ଚାରୁ କହିଲା ଭାଇ ସେମିତି କରନି, ସମ୍ଭାଳି ହେବନି। ସେଠୁ ଚାରୁ ମୋର ଧରିକି ଟିକେ ଆଉଁଚିବାକୁ ଲାଗିଲା ଆଉ ଠିଆରେ ଠିଆରେ ତା ଭିତରେ ନେଇ ଘଷିବାକୁ ଲାଗିଲା। ଆଉ ଏଇଟା ମୋର ପୁଣି ଠିଆ ହେଲା। ତାକୁ ଠିଆ ଠିଆ ମୁଁ କରିବାକୁ ଲାଗିଲି। ଚାରୁ କହୁଥାଏ ଭାଇ ଜୋରରେ କର। ମୁଁ ତାକୁ ଏମିତି ଜୋରରେ କଲି ଯେ ତା ଭିତର ପୁରା ମେଲା ହୋଇଗଲା। ତାପରେ ଆମ ଦୁହିଁଙ୍କର ଏକା ସାଥିରେ ପାଣି ବାହାରି ପଡ଼ିଲା। ତାପରେ ଚାରୁ କହିଲା ଭାଇ ତମେ ଆଜିଠାରୁ ମୋ ସ୍ୱାମୀ ଆଉ ମୁଁ ତମର ସ୍ତ୍ରୀ, ଆମେ ଦୁହେଁ ସ୍ୱାମୀ ସ୍ତ୍ରୀ। ମୁଁ କହିଲି ହଁ ଲୋ ଚାରୁ